କାଳାନ୍ତର ସୁରେନ୍ଦ୍ର ମହାନ୍ତିଙ୍କ ଏକ ସାମାଜିକ ଉପନ୍ୟାସ ଆଲୋଚନା କର। ସ୍ୱାଧୀନୋତ୍ତର କାଳରେ ପ୍ରଖ୍ୟାତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଓଡ଼ିଆ କଥା ସାହିତ୍ୟ ଜଗତରେ ଅସରନ୍ତି ପ୍ରଭାବ ବିସ୍ତାର କରିଛନ୍ତି ନିଶ୍ଚୟ। ତାଙ୍କ ଦ୍ୱାରା ରଚିତ ସାମାଜିକ ଉପନ୍ୟାସ ଗୁଡ଼ିକ ମଧ୍ୟରେ କଲେଜ ବୟ 1943, ବଧୂ ଓ ପ୍ରିୟା 1948, ସହସ୍ର ଯଶରେ ନାୟିକା 1952, ଦିମିର୍ତ୍ତନୟା 1960, ନେତି ନେତି 1962, ବିଶୃଙ୍ଖଳା 1963, ହସଗୀତି 1977, ଅଚଳାୟତନ 1977, କାଳାନ୍ତର 1982 ପ୍ରଭୃତି ଉଲ୍ଲେଖଯୋଗ୍ୟ। ତାଙ୍କର ଅନ୍ଧଦିଗନ୍ତ 1964 ଏକ ରାଜନୈତିକ ଉପନ୍ୟାସ। 1921ରୁ 1952 ମସିହା ପର୍ଯ୍ୟନ୍ତ ରାଜନୈତିକ ପୃଷ୍ଠଭୂମିରେ ଏହା ରଚିତ। ତାଙ୍କର ଐତିହାସିକ ଉପନ୍ୟାସ ହେଉଛି ନୀଳଶୈଳ 1968, କୃଷ୍ଣାବେଣୀର ସନ୍ଧ୍ୟା 1978, ଆଜିବକର ଅଠାସ୍ୟ 1987, ଶତାବ୍ଦୀର ସୂର୍ଯ୍ୟ 1970 ଏବଂ କୁଳବୃଦ୍ଧ 1978 ହେଉଛି ଚରିତ୍ରମୂଳକ ଉପନ୍ୟାସ। ନୀଳାଦ୍ରି ବିଜୟ 1980 ଜଗନ୍ନାଥ କେନ୍ଦ୍ରିକ ଉପନ୍ୟାସ। ନୀଳଶୈଳ ଉପନ୍ୟାସ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। କୁଳବୃଦ୍ଧ ଉପନ୍ୟାସ ପାଇଁ ସେ ସାରଳା ପୁରସ୍କାର 1980 ଲାଭ କରିଛନ୍ତି। କାଳାନ୍ତର ଔପନ୍ୟାସିକଙ୍କର କଥା ଜଗତରେ ସପ୍ତମ ସନ୍ତାନ। ସମୟାନୁକ୍ରମିକତା ଦୃଷ୍ଟିରୁ ବିଭାଜନ ନ କରି ବରଂ ଆଲୋଚିତ ପୃଷ୍ଠଭୂମିରେ କଥାବସ୍ତୁକୁ ନେଇ ଉପନ୍ୟାସଟିର ବିବର୍ତ୍ତନ ଓ ପ୍ରାସଙ୍ଗିକତା ସମ୍ପର୍କରେ ଚର୍ଚ୍ଚା କରିବାର ଉଦ୍ୟମ କରାଯାଇଛି। 12ଟି ପରିଚ୍ଛେଦକୁ ନେଇ ଏହା ସାମାଜିକ ଉପନ୍ୟାସ ଭାବେ ଗୃହୀତ। କେତେ ଘଣ୍ଟାର ଦୃଶ୍ୟକୁ ଔପନ୍ୟାସିକ ମାର୍ମିକ ଭାବେ ପ୍ରକାଶ କରିଛନ୍ତି। 1971 ମସିହା ଅକ୍ଟୋବର ମାସ 29 ଓ 30 ତାରିଖରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବାତ୍ୟାର ପଦଧ୍ୱନି ଏଠି ରହିଛି। ଏଠାରେ ଦୁଇଟି ପତନମୁଖୀ ସମ୍ଭାତ ଶ୍ରେଣୀ ଚିତ୍ରକୁ ଯୋଡ଼ିଛନ୍ତି। କାଳ କାହାରିକୁ ଅପେକ୍ଷା କରେ ନାହିଁ। କାହାର କ୍ରୂର ଭୃକୁଟିକୁ ସେ ଭ୍ରୂକ୍ଷେପ କରେ ନାହିଁ। ପର ଆପଣା, ଉଚ୍ଚ ନୀଚ, ବ୍ୟକ୍ତି ଜାତି, ସୁଖ ଦୁଃଖ ଏସବୁ ବିଚାରଠାରୁ ସେ ବହୁ ଊର୍ଦ୍ଧ୍ୱରେ। କାଳ କାହାରି ଦ୍ୱାରା ନିୟନ୍ତ୍ରିତ ନୁହେଁ। ବ୍ୟକ୍ତି ଓ ସମାଜ କାଳର ଘୂର୍ଣ୍ଣାବର୍ତ ମଧ୍ୟରେ ଘୂରି ବୁଲନ୍ତି ଅତ୍ୟନ୍ତ ଅସହାୟ ଭାବରେ। ବ୍ୟକ୍ତିର ଅହଙ୍କାର, ସମାଜର ପରମ୍ପରା କାଳର କଷାଘାତରେ ଖଣ୍ଡ ବିଖଣ୍ଡିତ ହୋଇଯାଏ। କାଳ ଚକ୍ଷୁରେ ସମସ୍ତେ ସମାନ। ସେ ସମସ୍ତଙ୍କୁ ନିରପେକ୍ଷ ବିଚାର ଦିଏ। ପୁରାତନର ଧ୍ୱଂସ ସ୍ତୂପ ଉପରେ ସେ ନୂତନର ପ୍ରତିଷ୍ଠା ଆଣେ। ସେ ପ୍ରଳୟର ଆବାହନୀ ସୃଷ୍ଟି ଶୁଭ ଶଙ୍ଖ। ଏକ ସଂଘର୍ଷମୟ ଚିତ୍ରରେ କାଳାନ୍ତରର ରୂପାନ୍ତର। ମୁକ୍ତାପୁର ଗାଁ ମହାନ୍ତି ସାହିର ଦୋଗୋବିନ୍ଦ ମହାନ୍ତି ଓ ଗୋପୀନାଥ ମହାନ୍ତି ଉପନ୍ୟାସର ଦୁଇଟି ମୁଖ୍ୟ ଚରିତ୍ର। ଏ ଉପନ୍ୟାସର ମୂଳ କାହାଣୀ ହେଉଛି ସରସ୍ୱତୀ ମେଲାଡିଓକୁ ନେଇ ଗଢ଼ି ଉଠିଥିବା ଅସନ୍ତୋଷ ଓ ଦ୍ୱନ୍ଦ୍ୱ। ପରସ୍ପର ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି ସରସ୍ୱତୀ ମେଲାଡିଓକୁ କ୍ରୟ କରିବା ପାଇଁ। ଦୋଳଗୋବିନ୍ଦ ମହାନ୍ତି ଏଥିରେ ସଫଳ ହୋଇଛନ୍ତି।
ମୁଖ୍ୟ ଘଟଣାକୁ କେନ୍ଦ୍ର କରି କେତେ ଉପଘଟଣାର ସଂଯୋଜନା ଘଟିଛି। 25 ବର୍ଷ ବିଧବା କେତକୀ ବ୍ରାହ୍ମଣୀର ଅବୈଧ ସନ୍ତାନ ପ୍ରସବ ଓ ତାର ଅବାଞ୍ଛିତ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଗାଁ ମାମଲତକାରଙ୍କ ମନରେ ସୃଷ୍ଟି ହୋଇଛି ଝଡ଼। ଏଣେ ପ୍ରଳୟଙ୍କରୀ ପ୍ରକୃତିର ରୁଦ୍ର ତାଣ୍ଡବ। ସମାଜ ଆଖିରେ କୂଳଟା କେତକୀର ଆଟୁଘର ହୋଇଛି ଜୀବନ ରକ୍ଷାର ଆଶ୍ରୟସ୍ଥଳ। ଏ ପ୍ରବଳ ବାତ୍ୟାର ଭୈରବ ରୂପ ଅହଂସବଶ ମଣିଷ ଭିତରେ ନୂତନ ଚେତନା ଜାଗ୍ରତ କରିଛି। ଦୁଶ୍ଚରିତ୍ର ଯୋଗୀ ମହାପାତ୍ରର ରହସ୍ୟମୟ ପ୍ରକୃତି ଉଦ୍ଘାଟିତ ହୋଇଛି। ବ୍ରାହ୍ମଣ ସାହିର ଗୋରୁଗୁହାଳରୁ ମେଘର ଘନ ଅନ୍ଧକାର ଭିତରେ ଗାଈ ବଳଦ ଫିଟାଇ ଏକ ମହତ ଓ ଆଦର୍ଶ କାର୍ଯ୍ୟ ସମ୍ପାଦନ କରିଛି। କେତକୀ ଘରେ ଆଶ୍ରୟ ନେଇଥିବା ବାତ୍ୟାକ୍ଳିଷ୍ଟ ଜନତାଙ୍କୁ ଯୋଗୀ ମହାପାତ୍ର ନିଜ ଜୀବନକୁ ବିପନ୍ନ କରି ଜଳ ଯୋଗାଇ ଦେଇଛି। ଘୂର୍ଣ୍ଣି ବାତ୍ୟାର କରାଳ ସ୍ରୋତରେ ସମାଜର ଏକ ବିପୁଳ ପରିବର୍ତ୍ତନର ଧାରା ଲକ୍ଷ୍ୟ କରାଯାଇପାରେ। ନୀଳାମ୍ବର ଉପନ୍ୟାସର ଏକ ଚରିତ୍ର ନୁହେଁ, ସେ କାଳାନ୍ତରର ସେହି ନୂତନ ଲଗ୍ନର ସଂକେତ। ଝଡ଼ର ଘୂର୍ଣ୍ଣି ମଧ୍ୟରେ ନୀଳାମ୍ବରର ଗତି ଥିଲା ଅବାରିତ। ନୀଳାମ୍ବର ଥିଲା ଗୋଟିଏ ଯୁଗର ସଂକେତ। ଝଡ଼ ଭିତରେ ସମାଜ ପଟଭୂମିର ପରିବର୍ତ୍ତନ ସହିତ ବ୍ୟକ୍ତିଗତ ସ୍ୱାର୍ଥଜଡ଼ିତ ମଣିଷ ହୃଦୟର ଘୋର ପରିବର୍ତ୍ତନ ଏଥିରେ ଲକ୍ଷ୍ୟ କରାଯାଇପାରେ। ଯୁଦ୍ଧରେ ଶାନ୍ତି ପରି ଘୂର୍ଣ୍ଣି ପରେ ସମାଜ ଜୀବନ ଓ ବ୍ୟକ୍ତି ଜୀବନରେ ଶାନ୍ତ ପରିବର୍ତ୍ତନ ଏହି ଉପନ୍ୟାସର ଚିରନ୍ତନ ସତ୍ୟ। ଏଠି ବ୍ୟକ୍ତିର ମାନବିକ ମୂଲ୍ୟବୋଧ ଓ ବିଶ୍ୱତୋମୁଖୀ ଆଦର୍ଶର ମୃତ୍ୟୁ ଘଟିଛି। ମେଲାଢିଅକୁ କେନ୍ଦ୍ର କରିଥିବା ଦ୍ୱନ୍ଦ୍ୱର ପରିସମାପ୍ତି ଏହି ପ୍ରଳୟଙ୍କରୀ ବାତ୍ୟା। କେତକୀ ମନର ନିର୍ଭୂତ ଆର୍ତ୍ତନାଦ ବାତ୍ୟାର ଆନ୍ଦୋଳନ ଭିତରେ ମିଳାଇ ଯାଇଛି। କେତକୀର ଆଟୁଘର ଝଡ଼ର ଦାଉକୁ ସମ୍ଭାଳି ନେଇଛି। ବାସ୍ତବ ସତ୍ୟ ହୋଇ ଅମୃତ ପ୍ରତୀକ ଦେବୀ ମନ୍ଦିର ହିଁ ଅକ୍ଷୁଣ୍ଣ ରହିଛି। ପରିବର୍ତ୍ତନଶୀଳ ସମାଜରେ ସବୁକିଛି ପରିବର୍ତ୍ତନ ହୋଇପାରେ, ନିତ୍ୟା ସତ୍ୟ ହିଁ ଅପରିବର୍ତ୍ତିତ। ସଂସ୍କୃତିର ସନାତନ ମୂଲ୍ୟବୋଧକୁ କାଳ ନଷ୍ଟ କରିବା ସହଜ ନୁହେଁ। ଦେବୀଙ୍କ ଭଙ୍ଗାର ଘରଟି କେବଳ ନିଜର ଦର୍ପିତ ଅହଙ୍କାରରେ ଝଡ଼ରେ ବଞ୍ଚି ରହିଛି। ପାର୍ଥିବ ମଣିଷର ଅହଙ୍କାର ଓ ବସ୍ତୁବାଦୀ ଚିନ୍ତାଧାରା ପ୍ରକୃତି ନିକଟରେ ପରାଜୟ ସ୍ୱୀକାର କରିଛି। ଅନାମ ଦାସ ବାବାଜୀ ଅନ୍ୟ ଏକ ଘଟଣାର ସୂତ୍ରଧର। ମାଳିକାର ଭବିଷ୍ୟତ ବାଣୀ ପ୍ରଚାର କରି ସେ ଗ୍ରାମ୍ୟ ଜୀବନରେ ଆତଙ୍କର ହିଲ୍ଲୋଳ ଖେଳାଇ ଦେଇଛି। ବାବାଜୀ ଅନାମ ଦାସ ଉପନ୍ୟାସର ଏକ ସାମ୍ୟବାଦୀ ଚରିତ୍ର। ଜୀବନର ସାମସଙ୍ଗୀତ ଗାଇ ମେଘର ଅନ୍ଧାର ଭିତରେ ଶାନ୍ତିର ଦୂତ ଭଳି ଏ ସାହିରୁ ସେ ସାହି ଘୂରି ବୁଲିଛି। କାଳାନ୍ତରର ଗ୍ରାମ୍ୟ ଜୀବନର ଏକ ମର୍ମଲିପି। ବାତ୍ୟା ବିକ୍ଷୁବ୍ଧ ରଜନୀରେ ଗ୍ରାମ୍ୟ ମଣିଷଙ୍କର ଆଧ୍ୟାତ୍ମିକ ଆକୁତି ଓ ଐକ୍ୟବୋଧ ଗ୍ରାମ୍ୟ ଜୀବନରେ ସକଳ ବିରୋଧତା ସତ୍ତ୍ୱେ ମୈତ୍ରୀ ଭାବନା ଉପନ୍ୟାସଟିକୁ ପ୍ରାଣବନ୍ତ କରିଛି। ଅହଂସବଶ ମଣିଷର ଚିନ୍ତା ଓ ଚେତନାର ଉପକୂଳରେ ତାଣ୍ଡବ ଲୀଳା କେତୋଟି ଘଣ୍ଟା ପାଇଁ ସୃଷ୍ଟି ହେଲେ ମଧ୍ୟ ଏକ ନୂତନ ଦିଗଦର୍ଶନର କାଳାନ୍ତର ଆଣିଦେଇଛି।